ଜୟ ଶ୍ରୀରାମ। ଚୁତିଆ ଚୁତିଆ ଯୋଉ ଚରମ ଚୁତିଆ କହନ୍ତି ବର୍ତ୍ତମାନ ଆମ ଦେଶରେ ବ୍ୟାପି ଗଲେଣି। ଯୋଉ ଲୋକ କେବେ ରାମ ମନ୍ଦିର ପାଇଁ ଟଙ୍କାଟେ ଦେଇନାହିଁ, ରାମ ମନ୍ଦିରକୁ ବିରୋଧ କରୁଥିଲା, ସେ ଲୋକ ବର୍ତ୍ତମାନ ରାମ ମନ୍ଦିରରେ କାହିଁକି ଚୋରି ହେଲା ବୋଲି ପ୍ରଶ୍ନ ପଚାରୁଛି। ତମର ଅଧିକାର କୋଉଠି ଆସିଲା ପଚାରିବା ପାଇଁ? ଅଧିକାର ମୋର ଅଛି। ମୁଁ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅକ୍ଷତ ନେଇକି ଗାଁରେ ବାଣ୍ଟିଛି, ଭିଡିଓ ଅଛି, ଆପଣ ଦେଖିପାରିବେ। ମୁଁ ରାମ ମନ୍ଦିର ରାମଙ୍କ ପାଇଁ କାମ କରୁଛି। ତମେ କଣ କଥା? ତମେ କିଏ ପଚାରିବ? ଆମେ ପଚାରିବୁ, ଆମେ ପଚାରୁଛୁ, ଉତ୍ତର ବି ଆମେ ପାଇବୁ। ପରିବେଶ ଉପରେ ଭାଷଣ ଦଉଛନ୍ତି ଯୋଉ ଇଟୁ ପେଟ୍ରୋଲ ଏଥନଲ, ତାପରେ ଭାଷଣ ଦଉଛ ଆଉ ପରିବେଶ ଏମିତି ଖରାପ ହେଇଗଲା। ତମେ ଯିଏ ଭାଷଣ ଦଉଛ ପରିବେଶ ଉପରେ, ତମ ଘରେ 2 ଟନ ଏସି ନାଗିଥିବ, ତମ ଅଫିସରେ ଏସି ନାଗିଥିବ। ଆগে ଏସି ବନ୍ଦ କର, ତାପରେ ପରିବେଶ ଉପରେ ଭାଷଣ ଦବ। ଆଦିବାସୀ ଇଏ ହେଇଯିବେ, ଜଙ୍ଗଲ ଇଏ ହେଇଯିବ। ରେ ବାବୁ, ତୁମେ ଯୋଉ ବଟିଆ ଖାଉଛ ଆଗେ ସେଟା ଆଦିବାସୀ ଉପରେ ପ୍ରୟୋଗ ହେଇଥିବ, ସେଟା ଜୀବଜନ୍ତୁ ଉପରେ ପ୍ରୟୋଗ କରାହେଇଥିବ। ରାସ୍ତାରେ ଯାଉଥିଲା, ଟ୍ରେନ ଟାକୁ ନେଇ ଜଙ୍ଗଲ ଭିତରେ ପୁରେଇଦେଲ, ହାତୀ ମରୁନାହାନ୍ତି? ପରିବେଶ ଖରାପ ହଉନି? ଚୁତିଆ କାମ କର।